ପିଲାଦିନେ ବହୁତ ମାନେ ରାତିରୁ ଉଠି ଯାଉ, ସୂର୍ଯ୍ୟୋଦୟ ପୂର୍ବରୁ ଉଠିବୁ। ଆଉ ସୁନ୍ଦର ସୁନ୍ଦର ରିବନରେ ଚୁଟି ବନ୍ଧା ହେଉଥିଲା। ମୋ ବୁଢ଼ୀ ମା ଥିଲା, ସେ ରିବନରେ ଚୁଟି ବାନ୍ଧିକି, ଆଉ ଅଳତା ହଳଦୀ ତେଲ ଲଗା ହେଉଥିଲା ଗାଁରେ। ସେଇଟା ଆଉ ଆମ୍ବ ବଗିଚାରେ ବାଉଁଶର ଦୋଳି, ସେ ପୁରା ନିଆରା ଥିଲା। ଏବେ କିନ୍ତୁ ରଜର ପରିବର୍ତ୍ତନ ହେଲେ ବି ଗାଁଠାରୁ ସହର ପର୍ଯ୍ୟନ୍ତ ଆମର ଓଡ଼ିଶାର ଯେଉଁ ପାରମ୍ପରିକ ଗଣପର୍ବ ସଂସ୍କୃତି ଉପରେ ଏଇଟା ପର୍ଯ୍ୟବେସିତ ହେଇ ଚାଲିଛି। ସହରରେ ମଧ୍ୟ ତାକୁ ବଜାୟ ରଖିବା ପାଇଁ ଆମେ ଚେଷ୍ଟା କରୁଛୁ, ବହୁତ ଲୋକ ବି ଚେଷ୍ଟା କରୁଛନ୍ତି। ସେଇଟା ଖୁସିର ବିଷୟ। ଆମ ଓଡ଼ିଶାର ଗର୍ବ ଗୌରବ ପାରମ୍ପରିକ ସଂସ୍କୃତିକୁ ବଜାୟ ରଖିବା ପାଇଁ ଏକତ୍ର ହେଇକିରି ଯେଉଁ ଏଇଟା ପାଳନ କରାହେଉଛି, ଏକତାର ବି ଗୋଟେ ବାର୍ତ୍ତା ମଧ୍ୟ ଆମର ଯାଉଛି। ଏଇଟା ଓଡ଼ିଶା ପାଇଁ ଗର୍ବ, ଆଉ ବାହାର ମାନେ ଅନ୍ୟ ଷ୍ଟେଟ୍ ପାଇଁ ମଧ୍ୟ ଏଇଟା ଗୋଟେ ଉଦାହରଣ ହେଇକି ରହୁଛି। ହଁ, ଓଡ଼ିଶା ସଂସ୍କୃତିର ନାରୀ ଶକ୍ତିକୁ ଝିଅ ହଉ, ବୋହୂ ହଉ, ମାଆମାନଙ୍କୁ ହଉ, ସମସ୍ତଙ୍କୁ ଦେଖିବ ଖୁସିର ପର୍ବ, ମଉଜର ପର୍ବ। ଆଉ ସେମାନେ ଆନନ୍ଦ ଉଲ୍ଲାସର ସହିତ ପିଠାପଣା, ବିଭିନ୍ନ ପ୍ରକାର ଫଳମୂଳ ସବୁର ଏକତ୍ରୀକରଣ କରିକିରି ଖାଦ୍ୟପେୟ ବନେଇକି 3 ଦିନ ଧରିକି ସେମାନେ ରେଷ୍ଟରେ ରୁହନ୍ତି। ପିଲାଦିନେ ସଜ ହେଇଛନ୍ତି, ପଡ଼ି ଯାଇଛନ୍ତି? ଦୋଳିରେ ଖେଳିଛି, ପଡ଼ିନି କେବେ। ମୁଁ ଭୟାଳୁ ଥିଲି, ପଡ଼ିନି କେବେ। କିନ୍ତୁ ସଜ ହୁଅନ୍ତି ନିଶ୍ଚିନ୍ତ। ସେତେବେଳେ ମୋର ବଡ଼ ଭଉଣୀ ଥିଲେ, ମୋ ଆଈ ମା ଥିଲା, ଜେଜେମା ଥିଲା। ଜେଜେମା ବେଶୀ ଧଳାର ଯେଉଁ ଟିପା ଟିପା ଲଗାନ୍ତି ମୁଣ୍ଡରେ, ନ ଲଗେଇଲେ ମୁଁ ଲଗେଇବାକୁ ଭଲ ପାଏନି, ସେ କିନ୍ତୁ ଜବରଦସ୍ତ ଲଗେଇ ଦିଏ। ନିଶ୍ଚିନ୍ତ ସବୁ ରଜରେ ଗାଁର ସେ ପୂର୍ବ ପରମ୍ପରା କାଲି ବି ମୁଁ କହିଛି ଯେ ଆମେ ଅନ୍ଧାରରୁ ଉଠୁଥିଲୁ, ରିବନରେ ମୁଣ୍ଡ ବନ୍ଧା ହେଉଥିଲା। ରିବନରେ ମୁଣ୍ଡ ବାନ୍ଧିଲେ ବି ସିଏ ଗୋଟେ ନିଆରା ଥିଲା। ମୁଁ ରାଜି ହେଉନଥିବି, ଜବରଦସ୍ତ ବନ୍ଧା ହେଉଥିବ। ହଳଦୀ ଲଗେଇବାକୁ ଇଚ୍ଛା କରୁନଥିବି, ଡ୍ରେସ୍ରେ ଲାଗିଯିବ, ହଳଦୀ ଲଗାଉଥିବ। ପିଲାଟା ଟିକେ ହଁ, ସବୁ ତ ନିଶ୍ଚିନ୍ତ ସେଇଟା କମିଛି। ସମୟର ଅନୁସାରେ ପରିବର୍ତ୍ତନ, ବହୁତ କିଛି ପରିବର୍ତ୍ତନ ହେଇଛି। ସଂସ୍କୃତିଟା କିଛି ମାତ୍ରାରେ ଆଉ ଅଛି। ପିଲାଦିନେ ବାଉଁଶ ଦୋଳି ଆମ୍ବ ଗଛରେ ଲଗେଇକି ଖେଳୁଥିଲୁ, କରୁଥିଲୁ। ଆଉ କ'ଣ ବୟସ ଅଛି ଆଜ୍ଞା? ପିଲାଦିନେ ଆଉ ସବୁ କ'ଣ ହେଉଥିଲା? ପିଲାଦିନେ ବୁଲିଲୁ, ଖେଳିଲୁ, ଯୁଆଡ଼େ ଗଲୁ ବନ୍ଧୁବାନ୍ଧବ ଘର ବୁଲିବାକୁ। ପିଠା ହେଉଥିଲା? ହଁ, ପୋଡ଼ ପିଠା। କ'ଣ କ'ଣ ପିଠା ହୁଏ? ପୋଡ଼ ପିଠା ଖାଲି ହୁଏ ଆମର ଆଉ ଗାଁରେ। ଆଉ ପିଲାଦିନେ ସଜ ହୁଅ, ନୂଆ ଡ୍ରେସ୍? ହଁ, ନୂଆ ଲୁଗା, ସବୁ ଅଳତା ସିନ୍ଦୁର ସବୁ ଲଗେଇକିରି। ଏବେ କେମିତି କ'ଣ ରଜ ଅଛି? ଏବେ ଆଉ ବୟସ ହେଲା, ଆଉ ଛୁଆ ଯାହା କରିଦେଉଛନ୍ତି ଆଉ।